ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟରେ ଆପଣମାନଙ୍କୁ ସ୍ୱାଗତ। ଆଜି 6ଟି ଜିଲ୍ଲାରେ ଭୟଙ୍କର ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେଉଁ କେଉଁ ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା, ତାହା ସହ ଓଡ଼ିଶାର 30ଟି ଜିଲ୍ଲାର ତାପମାତ୍ରା ଆଜି କେତେ ରହିବ। ଦର୍ଶକ ବନ୍ଧୁ ସଠିକ ରିପୋର୍ଟ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ବରଗଡ଼ ଏହି ଜିଲ୍ଲାର ତାପମାତ୍ରା ରହିବ 40ରୁ 43 ଡିଗ୍ରୀ ତାପମାତ୍ରା ରହିବ। ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଦେବଗଡ଼, ସୁନ୍ଦରଗଡ଼ 38ରୁ 41 ଡିଗ୍ରୀ ତାପମାତ୍ରା ରହିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏହି ଜିଲ୍ଲାର ତାପମାତ୍ରା 35ରୁ 38 ଡିଗ୍ରୀ ତାପମାତ୍ରା ରହିବ। ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର ଏହି ଜିଲ୍ଲାର ତାପମାତ୍ରା 36ରୁ 39 ଡିଗ୍ରୀ। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି 34ରୁ 38 ଡିଗ୍ରୀ ତାପମାତ୍ରା ରହିବ। ତେଣୁକରି ଆପଣଙ୍କୁ ଅନୁରୋଧ କରୁଛି, ଜରୁରୀ କାମ ନଥିଲେ ଆପଣ ବାହାରକୁ ଯାଆନ୍ତୁ ନାହିଁ। ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାର କିଛି ଅଞ୍ଚଳରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଅଧିକ ଅଛି। ଦର୍ଶକ ବନ୍ଧୁ ଭିଡିଓ ଆଗକୁ ଯିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଏହି ଭିଡିଓ ନିହାତି ଭାବରେ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ପାଇପାରିବେ। ବିଶେଷ କରି ବର୍ଷା ସମୟରେ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ବହିବ। ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ବର୍ଷା ସମୟ ସନ୍ଧ୍ୟା 3ରୁ 5ଟା ମଧ୍ୟରେ ବର୍ଷାର ସମ୍ଭାବନା ଅଧିକ ଅଛି। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟଟି ଏଇଠି ସମାପ୍ତ କରୁଛି। ଭିଡିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ।